ଶେଷରେ ସତ ହେଲା ଆଶଙ୍କା। ପାୱାର ଚ୍ୟାନେଲରୁ ମିଳିଲା ନିଖୋଜ ସୌରଭଙ୍କ ମୃତଦେହ। ମାଙ୍କ ରୋଗ ଯନ୍ତ୍ରଣା ସହି ନପାରି ନିଖୋଜ ହୋଇଯାଇଥିବା ବଲାଙ୍ଗୀର ଯୁବକ ସୌରଭ ସମ୍ବିତ ତ୍ରିପାଠୀଙ୍କ ଶେଷରେ ମୃତଦେହ ଉଦ୍ଧାର କରାଯାଇଛି। ମୁଁ ତୁମ ଦୁଃଖ ଦେଖିପାରୁନି ବୋଲି ଶେଷ ମେସେଜ ଲେଖି ନିଖୋଜ ହୋଇଯାଇବା ପରେ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି। ବୁର୍ଲା ପାୱାର ଚ୍ୟାନେଲରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ଗତ 22 ତାରିଖରୁ ନିଖୋଜ ଥିବା ସୌରଭଙ୍କୁ ଠାବ କରିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପାୱାର ଚ୍ୟାନେଲରେ ବ୍ୟାପକ ଖୋଜାଖୋଜି ଚାଲିଥିଲା। ଆଜି ସକାଳେ ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବଲାଙ୍ଗୀର ମହାଲକ୍ଷ୍ମୀ ନଗରର 22 ବର୍ଷୀୟ ସୌରଭ ସମ୍ବିତ ତ୍ରିପାଠୀଙ୍କ ମା ଅସୁସ୍ଥ କାରଣରୁ ବୁର୍ଲା ଭିମ୍ସାରେ ଚିକିତ୍ସିତ ହେଉଥିଲେ। ମାଙ୍କ ପାଖରେ ରହି ସେବା କରୁଥିବା ସୌରଭ ମାଙ୍କ କଷ୍ଟକୁ ଆଉ ସହିପାରିନଥିଲେ। ନିଖୋଜ ହେବା ପୂର୍ବରୁ ସେ ମାଙ୍କ ମୋବାଇଲକୁ ଏକ ହୃଦୟ ବିଦାରକ ମେସେଜ ପଠାଇଥିଲେ। ମୁଁ ତୁମ ଦୁଃଖ ଦେଖିପାରୁନି, ବୁର୍ଲା କେନାଲକୁ ଡେଇଁ ଜୀବନ ହାରିବି ବୋଲି ଲେଖି ସେ ନିଖୋଜ ହୋଇଯାଇଥିଲେ। ଏହି ମେସେଜ ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିବା ସହ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ ତାଙ୍କ ମୃତଦେହ ମିଳିବା ପରେ ପରିବାରରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।